ସାଧାରଣତଃ ମହୁମାଛି କହିଲେ ଆମ ମନରେ ଭୟ ସୃଷ୍ଟି ହୁଏ। ତା ପାଖକୁ ଯିବାକୁ ମଧ୍ୟ ଡର ଲାଗେ। କିନ୍ତୁ ମହୁ ଚାଷ କରି ଆଜି ସ୍ୱାବଲମ୍ବୀ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳର ଲେମ୍ଭାକୁମ୍ପା ଗାଁର କିଛି ଚାଷୀ। ଆଉ ଆମେ ଏବେ ସେ ଗାଁରେ ଅଛୁ। ଆପଣ ଦେଖିପାରୁଥିବେ ଏ ବକ୍ସ ଭିତରେ ଅଛନ୍ତି ମହୁମାଛି, ଯୋଉଟା କି ମହୁ ଚାଷ ଏଥିରେ କରାଯାଏ। ଆପଣ ଦେଖିପାରୁଥିବେ ଏଠି ଗୋଟେ ଜାଲି ଅଛି। ଏଇ ଜାଲି ଭିତରେ ମହୁମାଛି ମାନେ ପଶନ୍ତି। ପଶିଲା ପରେ ସେମାନେ ଏଇ ଘରା ଭିତରେ ରୁହନ୍ତି। ଏଇ ଘରାଠୁ ତାଙ୍କୁ ଖାଦ୍ୟ ଦିଆଯାଏ। ଏପଟେ ୟାକୁ ଟେକିଲେ ୟାକୁ ଟେକିକି ସେମାନଙ୍କୁ ଖାଦ୍ୟ ଦିଆଯାଏ। ଏ ଭିତରେ ଦେଖିପାରୁଥିବେ ଆପଣ ଗୋଟେ ଗୋଟେ ଘରା ଅଛି। ସେ ଘରାକୁ ଟେକିକି ଏ ଭିତରେ କଦଳୀ ରସ, ଚିନି, ଗରମ ପାଣି ଏସବୁ ଏ ଭିତରେ ଦିଆଯାଏ। ଦିଆଗଲା ପରେ ସେମାନେ ଏଇ ଘର ଭିତରୁ ଆସିକି ଏଠି ଖାଆନ୍ତି। ଯାହାଦ୍ୱାରା ସେମାନେ ନିଜ ମହୁ ସଂଗ୍ରହ କରନ୍ତି ଆଉ ଏଠାରେ ମହୁ ସଂଗ୍ରହ କରି ରଖିପାରନ୍ତି। ଆମ ପାଖରେ କିଛି ଚାଷୀ ଅଛନ୍ତି, ସେମାନଙ୍କୁ ପଚାରିବା ଯେ କେମିତି ସେ ଚାଷ କରି ସ୍ୱାବଲମ୍ବୀ ହେଇଛନ୍ତି, କେମିତି ସେମାନେ ଏଇ ଚାଷ ଆରମ୍ଭ କଲେ। ତ ଯତ୍ନ ନେବା ପାଇଁ ଆମେ ଟିକେ ମାସ୍କ ବି ଦେଇଛନ୍ତି। ଆଉ ସେଥିରେ ପୋକ ଜୋକ ଆସିବା ପାଇଁ ପୁରା ବି ଆ ସୁବିଧା ବି କରାଯାଇଛି। ଏଠି ତ ଆଧାର ଦିଆଯାଉଛି ଆର। ଆଉ ଆରେ କଦଳୀର ଚୋପା ଆଉ ଚିନି ରସ କରି ସେଥିରେ ଦାନା ଦିଆଯାଏ। ତାଙ୍କେ ବହୁତ ସଂଗ୍ରହ କରିକିରି ତାଙ୍କେ ସେଥିରେ ରହିବା ପାଇଁ କହୁଛନ୍ତି। ଆଉ ମାସ୍କ ପିନ୍ଧିକିରି ଦେଖୁଛୁ ଏବେ ଧନ୍ୟ ଏଇ ପୋକଟା ଗୋଟେ ଯୋଉ ଆସିଲା, ଏଇଟା ପାଇଁ ବୋଲି ଯିବା ବୋଲି ଆର ଗୋଟେ ବାଘୁଆ ମହୁ ଯିବ ହରି ବୋଲି, ବାଘୁଆ ମାଛି ଗୋଟେ ଯିବ ହରି ବୋଲି ଏଇଟା ଦିଆଯାଏ। ହେଲା କି ଆଉ ଏ ଭିତରେ ତ ମହୁ ଦେଖୁନାହାନ୍ତି, ଏଇ ଜିନିଷଟା ବ୍ୟବହାର କରୁଛୁ ବୋଲି ଆକୁ ଯତ୍ନ ନେବାକୁ ପଡୁଛି। ମହୁ ତ ସଂଗ୍ରହ କରିବା ପାଇଁ ବୋଲି ଆମେ ତ ଡିପାର୍ଟମେଣ୍ଟକୁ ତ ବହୁତ ଆଶା ମାଗିଥିଲୁ। ତ ମହୁ ଚାଷ କରିବା ପାଇଁ ସହଯୋଗ ଦେଇଛନ୍ତି, ସୁଯୋଗ ଦେଇଛନ୍ତି ସାର୍, ବଡ ବଡ ବନାଞ୍ଚଳ ସାର୍। କେତେ ଖୁସି ଅଛ ମହୁ ଚାଷ କରି? କେତେ ଖୁସି ଅଛ? ଦିନକୁ କେତେ ଘଣ୍ଟା କାମ କର? 2 ଘଣ୍ଟାରୁ 2.5 ଘଣ୍ଟା ତ କାମ କରିବାକୁ ପଡେ। ସମୟ ତ ଅଧିକ ନାହିଁ, 2 ଘଣ୍ଟାରୁ 2.5 ଘଣ୍ଟା କାମ କରିବାକୁ ପଡେ। ଏବେ ତ ଖୁସି ଲାଗୁଛି, ଆଉ ଖୁସି ଲାଗୁଛି ଏବେ ବର୍ତ୍ତମାନ ବହୁତ ଖୁସି ଲାଗୁଛି। ତ ଆଗେ ଆମେ ଟିକେ ବହୁତ ଦରକାର, କିନ୍ତୁ ଚେଷ୍ଟା କରୁଛୁ ବହୁତ। ଆଗେ କୋଉଠି କାମ କରିବାକୁ ଯାଉଥିଲ, ଏବେ ବାଡି ଯାଉଥିଲି। ଆଉ ଏବେ ଚେଷ୍ଟା ସାର୍କୁ ବନାଞ୍ଚଳ ସାର୍କୁ କହିଲେ ହଉ ଏ ସୁବିଧାଟା ବୋଲି କହିଛି। ତାଙ୍କର ତାରୁ ଦେଖିବା କଣ ହଉଛି। ଆଶା ରଖିଛନ୍ତି ମହୁ ଚାଷ ଭଲ ହବ? ଭଲ ହବ ବୋଲି ବହୁତ ଆଶା ରଖିଛୁ। ନାଇଁ, ଭୟଭୀତ ପାଇଁ କିଛି ନାହିଁ। ତା ପାଇଁ ମଧ୍ୟ ଆଜ୍ଞା ସୁରକ୍ଷା କରିବା ପାଇଁ ମୁହଁରେ ଲଗାଇବା ମଧ୍ୟ ସାମାନ ଦେଇଛନ୍ତି। ଆଉ ସେମିତି କିଛି ଭୟଭୀତ ଆମେ କରୁନୁ। ଖାଦ୍ୟରେ କ'ଣ ଦିଆହେଉଛି? ଖାଦ୍ୟରେ ଦିଆହେଉଛି ଗରମ ପାଣି, ଚିନି ଦିଆହେବ। ଚିନି ପରେ ଶୁଖିଲା କଦଳୀ ପତ୍ର, ତାକୁ ମିକ୍ସଚର କରିକିରି ତାକୁ ବାହାର କରାଯାଉଛି। ତାପରେ ସେ ବଟିରେ ପାଣି ରଖାହେବ ସବୁ ପ୍ରତ୍ୟେକ ପେଟରେ। କେତେ ଖୁସି ଅଛ ଆଉ ମହୁ ଚାଷ ପାଇଁ ଗ୍ରାମବାସୀ ସମସ୍ତେ ଖୁସି। ନିଶ୍ଚିତ ଭାବେ ଆମେ ଶୁଣୁଥିଲେ ସେମାନେ ଆଶା ରଖିଛନ୍ତି ଯେ ମହୁ ଚାଷ ଭଲ କରିବେ ଏବଂ ତାକୁ ଆଗକୁ ବଢାଇବେ ଆଉ ନିଜେ ସ୍ୱାବଲମ୍ବୀ ହେବା ସହିତ ଘର ପରିବାର ପୋଷିବେ ଏବଂ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ସୁଯୋଗ ଦେବେ। ଲେମ୍ବାକୁମ୍ପାରୁ ସତୀଶ କୁମାର ସାର, ଲୋକାଲ 18।